ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାଟି ପ୍ରକୃତି କବି ରାଧାନାଥ ରାୟଙ୍କ ପ୍ରସିଦ୍ଧ କାବ୍ୟ ଯେଉଁଟା ଚିଲିକାର ଏକ ଅଂଶ ଅଟେ। ସେ ଏଥିରେ ସନ୍ଧ୍ୟା ସମୟରେ ଚିଲିକାର ସୌନ୍ଦର୍ଯ୍ୟ ଏବଂ ମୀନଜୀବୀମାନଙ୍କର ଜୀବନଶୈଳୀକୁ ସେ ଏକ ସୁନ୍ଦର ଶୈଳୀରେ ବର୍ଣ୍ଣନା କରିଛନ୍ତି। କବି ଏଠାରେ ପ୍ରଥମେ କହୁଛନ୍ତି, ପ୍ରତିଦିନ ପରି ମୀନଜୀବୀମାନେ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ମାଛ ଧରିବାକୁ ଯାଆନ୍ତି। ଦିନସାରା ସମୁଦ୍ର ମହାଳରେ ମାଛ ଧରି ଧୀରେ ଧୀରେ ସନ୍ଧ୍ୟାର ଆଗମନ ହୁଏ ଏବଂ ସୂର୍ଯ୍ୟ ଅସ୍ତ ହେବା ପରେ ସେମାନେ ଭାଲେରୀ ପାହାଡ଼ ଉପରେ ସନ୍ଧ୍ୟା ତାରା ଦେଖି ଜାଣିପାରନ୍ତି କି ସେମାନଙ୍କର ଘରକୁ ଯିବାର ବା ଘରକୁ ପ୍ରତ୍ୟାବର୍ତ୍ତନ ହେବାର ସମୟ ହେଇଗଲାଣି। ସେହି ସମୟରେ ସେମାନେ ଆନନ୍ଦରେ ନୌକାର ପାଲ ଟେକି ଦିଅନ୍ତି। ଏହିସବୁ ଦୃଶ୍ୟକୁ ଦେଖି କବି କହୁଛନ୍ତି ମୀନଜୀବୀମାନଙ୍କର ନୌକାର ଛାୟା ଚିତ୍ର ପରି ଦେଖାଯାଉଛି। ନାଉରିଆମାନେ ଯେଉଁ ସମୟରେ ଘରକୁ ଫେରୁଛନ୍ତି ସେହି ସମୟରେ କବି ସୂର୍ଯ୍ୟ ବଳଦେବ ରଥଙ୍କର ମଧୁର ସଙ୍ଗୀତ ଗାନ କରି ଆସୁଛନ୍ତି, ଗୀତ ଗାଇ ଗାଇ ସେମାନେ ଆସୁଛନ୍ତି ଏବଂ ସେହି ସମୟରେ ଚିଲିକାର ଯେଉଁ ଶୀତଳ ପବନ, ସେହି ପବନ ଦ୍ୱାରା ଚାରିଆଡ଼େ ବିଛେଇ ଦେଇଛି ସେହି ଗୀତ। ସେହି ଗୀତକୁ ଶୁଣି କବି ଏଠାରେ କହୁଛନ୍ତି ଯେମିତି ତାଙ୍କ ମନରେ ଗୋଟେ ପ୍ରକାର ଜାଗ୍ରତ ହେଇଗଲା ଏବଂ ସେ କହୁଛନ୍ତି ଗଲାଣି ତ ଗଲା କଥାରେ ସଙ୍ଗାତ, ମାନେ ଯାହା ବିତି ଯାଇଛି ତାହା ସରିଗଲା। ତାଙ୍କର ଗୀତ ଏପରି ପ୍ରଭାବ କରିଦେଲା କି ତାଙ୍କର ମନ ପ୍ରାଣ ସବୁ ଅତୀନ୍ଦ୍ରିୟ ରାଜ୍ୟକୁ ଚାଲିଯାଇଛି ଯେମିତି ଲାଗୁଛି। ସେ ସବୁ ତାଙ୍କ ଗୀତରେ ହଜି ଯାଇଛନ୍ତି। ତେଣୁ ଏହିପରିକା ଗୀତକୁ ଶୁଣି କବି ରାଧାନାଥ ରାୟ କବି ସୂର୍ଯ୍ୟ ବଳଦେବ ରଥଙ୍କୁ ସମ୍ମାନ ଜଣାଇଛନ୍ତି। ସେ କହିଛନ୍ତି ଯେ ସେ ଯେମିତିକି ମା ସରସ୍ୱତୀଙ୍କ ଠାରୁ ବା ବାଗେଶ୍ୱରୀଙ୍କ ଠାରୁ ଶିକ୍ଷା ଲାଭ କରି ଏହିପରିକା ଗୀତ ଗାଇ ପାରୁଛନ୍ତି ଏବଂ ସେ କହିଛନ୍ତି ତାଙ୍କ ଶରୀର ସତ ମାଟିରେ ମିଶି ଯାଇଛି କିନ୍ତୁ ତାଙ୍କର ପ୍ରାଣ, ତାଙ୍କର ଯଶ, ତାଙ୍କର ଗୀତ ଆଜି ସମସ୍ତଙ୍କ ହୃଦୟରେ ଅମର ହୋଇ ରହିଯାଇଛି ବୋଲି କବି ଏଠାରେ ତାଙ୍କ ବିଷୟରେ ସମ୍ବୋଧନା କରିଛନ୍ତି। ଏବଂ ନାଉରିଆମାନେ ସନ୍ଧ୍ୟା ବଢ଼ିବା ସହିତ ନାଉରିଆମାନେ ମାଛମାନଙ୍କୁ ଆକର୍ଷଣ କରିବା ପାଇଁ ନୌକାରେ ମଶାଲ ଜାଳନ୍ତି। ଏହି ମଶାଲ ଯେତେବେଳେ ମଶାଲ ଜାଳନ୍ତି ସେହି ସମୟରେ ମାଛମାନେ ସେହି ଆଲୋକକୁ ଦେଖିକରି ସେଇଠି ଡିଆଁ ମାରନ୍ତି, ଯାହାଦ୍ୱାରା ସେମାନେ ନିଜର ମୃତ୍ୟୁବରଣ କରନ୍ତି। ଏହି ଦୃଶ୍ୟକୁ ଦେଖି କବି ଏଠାରେ ଗୋଟେ ସମାଜକୁ ଶିକ୍ଷା ଦେଇଛନ୍ତି ଯେମିତିକି ପାପ ଯେମିତି ସୁନ୍ଦରକୁ ଦେଖିକରି ସମସ୍ତେ ପାପ ଆଡ଼କୁ ହିଁ ଯାଆନ୍ତି, ଯାହାଦ୍ୱାରା ସେମାନେ ସବୁବେଳେ ସୁଖ ହିଁ ପାଆନ୍ତି। ଯେମିତି ମାଛ ଆଲୁଅକୁ ଦେଖି ନିଜର ପ୍ରାଣ ହରାନ୍ତି, ସେହିପରିକା ଲୋକମାନେ ମଧ୍ୟ ପାପ ପରିକା ଆଲୁଅକୁ ଦେଖି ସେମାନେ ସେହି ପାପ ଗର୍ଭରେ ଡେଇଁ ପଡ଼ନ୍ତି, ଯାହାଦ୍ୱାରା ସେମାନେ ଜୀବନ ସାରା ଦୁଃଖ ଭୋଗ କରନ୍ତି, କଷ୍ଟ ପାଇଥାନ୍ତି ବୋଲି ଏଠାରେ କବିତାରେ କବି କହୁଛନ୍ତି। ଏବଂ କବି କହୁଛନ୍ତି ଚିଲିକାର ଢେଉରେ ସେହି ଆଲୋକ କେତେବେଳେ ଦେଖାଯାଏ ତ କେତେବେଳେ ଲିଭିଯାଏ। ଏହିସବୁ ଦୃଶ୍ୟ ଦେଖି ମଣିଷର ମନରେ ମଧ୍ୟ କେତେବେଳେ ଆଶା ରହିଛି ତ କେତେବେଳେ ନିରାଶା ରହିଛି, ଏହିପରିକା ସବୁବେଳେ ଚାଲିଥାଏ ବୋଲି କବି ଏଠି କହୁଛନ୍ତି। ଯେଉଁ ସମୟରେ ଧୀରେ ଧୀରେ ରାତି ବଢ଼ୁଛି ଏବଂ ଲୋକମାନଙ୍କର କୋଳାହଳ ଶାନ୍ତ ହୋଇ ଧୀରେ ଧୀରେ ଯାଉଛି ଏବଂ ସାରା ପୃଥିବୀରେ ଯେମିତି ଗୋଟେ ଜ୍ୟୋତ୍ସ୍ନା ଆଲୁଅରେ ଯେମିତି ଧୋଇ ଦେଇଛି, ଯେମିତି ପୁରା ଆଲୋକରେ ଆଲୋକିତ କରିଛି। ସେହି ଆଲୋକ ଯେମିତି ପାହାଡ଼ ଜଙ୍ଗଲ ସ୍ୱଚ୍ଛ ପଥର ଉପରେ ପଡ଼ି ଚକମକ କରୁଛି ଏବଂ ପାଣି ଭିତରେ ପାହାଡ଼ର ପ୍ରତିବିମ୍ବ ଏପରି ଦେଖାଯାଉଛି ସତେ ଯେମିତି ଚିଲିକା ଗର୍ଭରେ ଆଉ ଏକ ଦୁନିଆ ଅଛି ବୋଲି। ଏବଂ ଜଙ୍ଗଲ ଏବଂ ପାହାଡ଼ର ଏବେ ପୁରା ନିରବ, ପୁରା ଶାନ୍ତ ହୋଇଯାଇଛି। କେବଳ ଝରଣାର ଶବ୍ଦ ଏବଂ ଝିଙ୍କାରିର ଝିଁ ଝିଁ ରଡ଼ି ଶୁଭୁଛି। ଏହି ନିଃଶବ୍ଦ ଏହିପରିକା ରାତିର ସମୟର ଶାନ୍ତିକୁ ଦେଖି କବି ଭାବୁଛନ୍ତି ସତେ ଯେମିତି କଳିଯୁଗର ଅଶାନ୍ତିରୁ ବଞ୍ଚି ଶାନ୍ତି ଯେମିତି ରହିବାକୁ ଆସିଛନ୍ତି ବୋଲି, ଚିଲିକା କୂଳକୁ ଆଶ୍ରୟ ନେବାକୁ ଆସିଛନ୍ତି ବୋଲି କବି କହିଛନ୍ତି। କବିଙ୍କ ମତରେ ଚିଲିକାର ଏହିପରିକା ସନ୍ଧ୍ୟାକାଳୀନ ଦୃଶ୍ୟ କେବଳ ଏକ ପ୍ରାକୃତିକ ଦୃଶ୍ୟ ନୁହେଁ, ବରଂ ଏହା ଏକ ବର୍ଣ୍ଣସ୍ତବ ଯାହା ମଣିଷ ମନକୁ ପବିତ୍ରତା, ଶାନ୍ତି ଭରିଦିଏ ବୋଲି କହିଛନ୍ତି।